ଏଇଟା ଆପଣ ଦେଖିପାରୁଥିବେ ଗୋଟେ ଗଛ ଉପରେ ବାସ କରୁଥିବା ଗଛରୁ ଗଛ ଡେଉଁଥିବା ଗୋଟେ ସାପ। ସେ ବର୍ତ୍ତମାନ କଦଳୀ ପତ୍ର ଉପରେ ଶୋଇଛନ୍ତି ଏବଂ ଏଇ ସାପଟା ପାଖାପାଖି 3 ଫୁଟ ପାଖାପାଖି ହେବ। ସାପଟି କିଛି ବିଷାକ୍ତ ତ ନିହାତି ଅଛି, ଏଣୁ ସମସ୍ତେ ସତର୍କ ରହିବେ। କୌଣସି ଗଛ ଉପରେ ବି ସାପ ବସବାସ କରିପାରନ୍ତି, ଏଣୁ ସାପ ପ୍ରତି ନିହାତି ଭୟ ରହିବା ଦରକାର। କୌଣସି ଗଛ ଡାଳ ଭିତରେ ଏବଂ ନିଜର କଦଳୀ ଗଛରେ ବି ସାପ ବାସ କରିପାରନ୍ତି। ସାପ କୌଣସି ଗଛରେ ବି ରହିପାରିବ, ଯେ ଖାଦ୍ୟ ସଂଗ୍ରହ କରି ସେ କୌଣସି ଜାଗାରେ ପହଞ୍ଚିପାରେ। ତ ଇଏ ଡାଳୁଆ ନାଗ ବୋଲି ଲୋକ କହନ୍ତି। ଆଉ ଡାଳୁଆ ନାଗ ପ୍ରତ୍ୟେକ କୌଣସି ଡାଳରେ ବି ରହିପାରେ। ସମସ୍ତେ ଟିକେ ଧ୍ୟାନ ଆଉ ସତର୍କତା ରହିବା ଦରକାର। ବର୍ତ୍ତମାନ ସାପଟିକୁ ଆମେ